ଯୁବକଙ୍କ ଅଭିନବ ଢଙ୍ଗରେ ପ୍ରତିବାଦ ବେକରେ ଉତ୍ତରୀୟ ଫୁଲମାଳ ଆଉ ହାତରେ ଘଣ୍ଟ ଏ କୌଣସି ମନ୍ଦିରର ଦୃଶ୍ୟ ନୁହେଁ। ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ। ଗାଁର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ବି ସମସ୍ୟାର ସମାଧାନ ନ ହେବାରୁ ଶୋଇ ରହିଥିବା ପ୍ରଶାସନର ନିଦ ଭାଙ୍ଗିବାକୁ ଯୁବକ ଘଣ୍ଟ ବାଡେଇ ପ୍ରତିବାଦ କଲେ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଖୁମୁଳ ପଞ୍ଚାୟତରେ ଜହ୍ନିମୂଳ ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଗତ 2 ବର୍ଷ ହେବ ଏକ ରାସ୍ତା ଓ ପୋଲ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣ ପାଇଁ ଠିକାଦାର ଗତ ଜାନୁଆରୀ ମାସରୁ ପୋଲଟିକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ 5 କିଲୋମିଟର ବୁଲି ଯା ଆସ କରୁଛନ୍ତି। ଏ ସମ୍ବନ୍ଧରେ ବିଭାଗ ଜିଲ୍ଲାପାଳଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ନ ମିଳିବାରୁ ଗ୍ରାମର ଯୁବକ ବାପିନ ମଲ ଘଣ୍ଟ ବାଡାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହିତ ଲିଖିତ ଅଭିଯୋଗ କରିଛନ୍ତି। ବାପିନ ମଲ୍ଲ ସାମାଜିକ କର୍ମୀ କେନ୍ଦ୍ରାପଡ଼ା ଜହ୍ନିମୂଳ କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘଣ୍ଟ ବାଡ଼େଇ ବାଡ଼େଇ ଆସିଛନ୍ତି। କାହିଁକି ନିଆରା ପ୍ରୟାସ? ଏ ନିଆରା ପ୍ରୟାସ ଯେତେବେଳେ ମଣିଷଟି କୌଣସି ଆଶ୍ରା ପାଏନି, କାହା ପାଖରୁ କାହାର ଭରସା ପାଏନି, ସବୁଠାରୁ ଭରସା ତୁଟିଯାଏ, ସେଠୁ ବିକଳ୍ପ ଆଉ କିଛି ନଥାଏ। ସେ ଉପରକୁ ଭଗବାନଙ୍କୁ ଯେମିତି ଟେକି ଦିଏ, ହାତ ଟେକି ଦିଏ 2 ହାତ, ଆମେ ବି ସେମିତି ଆଜି 2 ହାତ ଟେକି ଜିଲ୍ଲାପାଳଙ୍କ ପାଖରେ ଆଜି ଉପସ୍ଥିତ ହେଇଛୁ। କାରଣ ହେଉଛି ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଆମକୁ ଯେଉଁ ଦିଆଯାଇଥିଲା, ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଗୋଟେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକ୍ରମ କରାଯାଇଥିଲା ଆମ ଗ୍ରାମରେ। ସେ ଦୀର୍ଘ 2 ବର୍ଷ ହେଲାଣି ଅନବରତ ଭାବେ ଚାଲିଛି। କାମ ହେଇଛି, ଆମେ ପାଇଛୁ, ଜିଲ୍ଲାପାଳ ଗ୍ରାମବାସୀ ମାନେ ଏତିକି ପାଇଛୁ। କ'ଣ ଲାଭବାନ ହେଇଛୁ ନା, ଏତେ ଲାଭବାନ ହେଇଛୁ ଆମର ବର୍ତ୍ତମାନ ସେ ରାସ୍ତାରୁ ପୁରା ପିଚୁ ଏତେ ପରିମାଣରେ ବର୍ଷାରେ ଉତ୍ପାଦନ ହେଉଛି ସାରା କେନ୍ଦ୍ରାପଡ଼ା ଜିଲ୍ଲାକୁ ବି ପିଚୁ ଯେଉଁ ସପ୍ଲାଏ କରିବ। ଆଉ ବାହାରୁ ଆମର ପିଚୁ ଆସିବାର ଆବଶ୍ୟକତା ପଡ଼ିବନି। ସମସ୍ୟା କହିଲି, ଆପଣ ସମସ୍ୟାଟାକୁ, ମୋ ଦୁଃଖଟାକୁ ବୁଝିବା ପାଇଁ ମୁଁ ପରିପ୍ରକାଶ କରୁଛି। ଆପଣଙ୍କୁ କହିବା କଥା, ମୋ ପୋଲଟାକୁ ଜାନୁଆରୀ 30ରୁ ଭାଙ୍ଗି ଦେଇଛନ୍ତି, ଯେଉଁଟାକି ମୋ ଚକରୁ ଏପଟରୁ ସେପଟକୁ ଯିବା ପାଇଁ ମୋ ଯାନ୍ତ୍ରିକ ଜିନିଷ ଟ୍ରାକ୍ଟର ହଳ ଲଙ୍ଗଳ ମୁଁ ନିଜେ ଯିବା ପାଇଁ ବି ସେପଟକୁ ଯାଇପାରୁନି। ପୋଲ ବର୍ତ୍ତମାନ ଭଙ୍ଗା ହେଇ ପଡ଼ିଛି। ପୋଲ ବର୍ତ୍ତମାନ କାମ ହେଇପାରିଲା ନାହିଁ। ରାସ୍ତା ବି ଯେଉଁ ହେଇଛି ସେ ବି ବଣ ଜଙ୍ଗଲ ହେଇଯାଇଛି। ମୁଁ ସେ ରାସ୍ତାରେ ବି କାରବାର ଗ୍ରାମବାସୀମାନେ ହେଇପାରୁନାହାନ୍ତି। ଆଉ ସମସ୍ୟା କହିଲେ କ'ଣ, ବର୍ତ୍ତମାନ ସବୁଠାରୁ ଡ୍ରେନେଜ୍ 20 ଉପରେ ଯେଉଁ ମାଟି ଗୋଟେ ପାହାଡ଼ ଭଳିଆ ଗଦା କରିଥିଲେ, ସେ ମାଟି ଏବେ ଯେଉଁ ବର୍ଷାରେ ସେ ମାଟି ଏତେ ପରିମାଣରେ ଗଦା ହେଇଥିବାରୁ ପାଣି ଆଉ ନିଷ୍କାସନ ହେଇପାରୁନି। ଆମ ପାଟରେ ଆଉ ଧାନ ଚାଷ ଆମେ କରିବୁନୁ, ଆମର ଏଥର ମାଛ ଚାଷ କରିବୁ। ଫେରେ ମାଗଣାରେ ପ୍ରଶାସନ ଆମକୁ ମାଛ ଚାଷ କରିବାକୁ ସୁବିଧା ଦେଲା। ଆଜି ଜିଲ୍ଲାପାଳଙ୍କୁ ଆସିଥିଲି, ଯେହେତୁ ପୂର୍ବରୁ ଅବଗତ କରିଥିଲି, ଆଜି ଆସିଥିଲି। ଦୁଃଖର ବିଷୟ, ଜିଲ୍ଲାପାଳ ଆଜି ନାହାନ୍ତି, ଗ୍ରିଭାନ୍ସରେ ଆଳିରେ ଅଛନ୍ତି। ଉପଜିଲ୍ଲାପାଳଙ୍କୁ ଏ ଦାବି ଦେଲି। ଉପଜିଲ୍ଲାପାଳ ବି ଯାହା ମୋତେ ଦାବିରେ ଯାହା ମନ୍ତବ୍ୟ ରଖିଲେ, ମୁଁ କାହିଁ ସେଥିରେ ସନ୍ତୋଷଜନକ ହେଇପାରିଲି ନାହିଁ। ଜିଲ୍ଲାପାଳ କହିଲେ, ଉପଜିଲ୍ଲାପାଳ କହିଲେ ଯେ ମୁଁ ଏ କଥାକୁ ଆଜି ପ୍ରଥମ ଥର ପାଇଁ ଜାଣୁଛି। ମୁଁ ଆକୁ ଜାଣିନା। ଯେହେତୁ ସମସ୍ତେ ଆଜି ଆଳିରେ ଗ୍ରିଭାନ୍ସରେ ଅଛନ୍ତି, ସେମାନେ ଆସିଲା ପରେ ମୁଁ ତାଙ୍କ ସହିତ ବିଚାର ବିମର୍ଶ କରି ଆପଣଙ୍କୁ ଜଣେଇବି। ରିପୋର୍ଟ ଉତ୍କଳ ମେଲ୍ ଟିଭି।